ନମସ୍କାର, ଗୁଡ ମର୍ଣ୍ଣିଂ, ଜୟ ଆରସିଏମ। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ସକାଳୁ ସକାଳୁ ଏଇ ରିଭିଜନ ସେସନରେ ଆ, ଆଜି ଗୁରୁକୁଳରେ ବହୁତ କିଛି ଶିଖିବାକୁ ମିଳିଲା, ଯେମିତିକି ଆମର ଲେଡିଜ ୱେୟାର ଉପରେ, ଓମେନ୍ସ ୱେୟାର ଉପରେ ବହୁତ ସାରା ଶିଖିବାକୁ ବି ମିଳିଲା। ଆମେ ତାକୁ ଅନଲାଇନ ସପିଂ ମାଧ୍ୟମରେ ବି ଆମେ ନିଜେ ପରଚେଜ କରିପାରିବା। କେମିତି ଆମର ଡ୍ରେସ୍ କୋଡ୍ କେମିତି ଠିକ ରହିବ, କେମିତି ଆମେ ବେଟର ଫିଲ୍ କରିବା। ତ ଏ ଶୃଙ୍ଖଳା ଭିତରେ ଆମେ ଜାଣିବାକୁ ଚାହିଁବା କି ନା ଆଜି ଯୋଉ ସେସନ ଚାଲିଲା, ପ୍ରବୀଣା ମ୍ୟାଡାମ କଣ ଆପଣ ଜାଣିଲେ, ଆପଣଙ୍କ ବିଚାର କଣ ରହିଲା? ସାର୍ ନମସ୍କାର। ନମସ୍କାର। ଆଜି ବହୁତ କିଛି ଡ୍ରେସ୍ କୋଡ ଉପରେ କହିଲା, କିନ୍ତୁ ସେ ଯୋଉ ଡ୍ରେସ୍ କୋଡ ଉପରେ ଶାଢୀ ଉପରେ, ମୁଁ ତ ଶାଢୀ ବେଶୀ ଟିକେ ପିନ୍ଧେ। ମୋର ଡ୍ରେସ୍ କୋଡ ଉପରେ ଏତେ ଆଇଡିଆ ନାହିଁ। ପିନ୍ଧେ, ମୁଁ ଡ୍ରେସ୍ ପିନ୍ଧେ, ଏଇଠି ୱାର୍କରେ ପିନ୍ଧିବାକୁ ଯାଏ, ଏମିତି ମଝିରେ ପିନ୍ଧେ। ଆଉ ବହୁତ କମ ପିନ୍ଧେ, କିନ୍ତୁ ଶାଢୀ ଉପରେ ଟିକେ ବେଶୀ କହିଥିଲେ ବେଶୀ ଟିକେ ଭଲ ଲାଗିଥାନ୍ତା। ଆଉ ସେ କହିଲେ ଯେ ନା ଶାଢୀ ଉପରେ ହବ, ଡ୍ରେସ୍ ଉପରେ ବି ହବ। କାଇଁ ମତେ କିଛି ଦେଖିକି କାହିଁ କିଛି ଏତେ ଭଲ ଲାଗିଲାନି, ଏତେ କାହିଁ ବାଗ ଲାଗିଲାନି। ଆଉ ଥରେ କାଲି କହିବେ, କାଳେ କହିପାରନ୍ତି। ହଁ, କାଲି ତ ଆହୁରି ବହୁତ ଆଉ ଭଲ ପାୱାରଫୁଲ ବି ରହିବ, ଆଉ ତା ସହିତ କିନ୍ତୁ ତାଙ୍କର କଣ କି ସେପଟେ ପଟେ ଡ୍ରେସ୍ କୋଡ ବେଶୀ, ଆମ ଓଡିଶାରେ ଶାଢୀ ହେଲା ମେନ୍। ତେଣୁ ଶାଢୀ ଉପରେ କଣ ସେମିତି ତ ଅଛି ଆମ ପାଖରେ, ସେମିତି କିଛି ନାହିଁ ଆମ ପାଖରେ ନାହିଁ ବୋଲି ଅଛି। କିନ୍ତୁ ଆମେ ଆଉ ଗୋଟିଏ ଆମେ ଚାହୁଁଛୁ ଆଉ ଟିକେ କଣ ଭଲ ଭଲ ବାଲା ବ୍ଲେଜର ବାଲା କେମିତି ଭଲ ଲାଗିବ। ସେ ଶାଢୀ ସାଙ୍ଗରେ ଆମକୁ ଯଦି ଦେଖେଇବେ ଆଉ ଟିକେ ଭଲ ଲାଗନ୍ତା। ଆଉ ଦେଖିବା କାଲି କଣ ହଉଛି। ହଁ, ଆଜି ତ କହିଲେ ବହୁତ ଭଲ ଲାଗିଲା ବି, ଦେଖିଲି। କିନ୍ତୁ ଦେଖିବା ଶାଢୀ ଉପରେ ଦେଖିବା କଣ କହିବ। ନାଇଁ କାଲି ତ ଠିକ ରହିବ। ତା ଛଡା ହଁ ଆମେ ଅନଲାଇନରେ ବି ସବୁ ଯେତେବେଳେ ସପିଂ କରିବା, ସେଥିରେ ହଁ ସେଟା ଆମକୁ ସବୁ ବାହାର ସବୁ ଗୁଡା ହଁ ଦେଖେଇ ଦଉଛି। ବର୍ତ୍ତମାନ ଆମର ୱେବସାଇଟରେ ସବୁ କିଛି ଦେଖେଇ ଦଉଛି। ତ ଆମେ ସେଇଠି ହଁ ବି ଆମେ ନିଜେ ନିଜେ ଚଏସ୍ କରିପାରିବା, ନିଜ ନିଜର ହଁ ଦାମକୁ ଚଏସ୍ ଆମେ କରି ନେଇପାରିବା। ପକେଇବା ଆଉ। ହଁ ହଁ ସେଇଆ ଓକେ, କରିବା। ଥ୍ୟାଙ୍କ ୟୁ। ହଁ ଅମୟ ବାବୁ କୁହନ୍ତୁ। ସାର୍ ନମସ୍କାର। ସାର୍ ଚାନ୍ଦ ସାର୍ଙ୍କୁ ନମସ୍କାର। ସମସ୍ତଙ୍କୁ ଜୟ ଆରସିଏମ। ଜୟ ଆସି। ଅବଶ୍ୟ ମୁଁ 2 ଦିନ ହେଲା ବ୍ୟସ୍ତ ଭିତରେ ଶୁଣୁଛି, କିନ୍ତୁ ଭଲ ଭାବରେ ଶୁଣି ପାରୁନି। କିନ୍ତୁ ଆଜି କିଛି ସମୟ ଆସିକି ମିଟିଂରେ ତ ମୁଁ ରହିପାରୁନି। ତଥାପି ଆଜି ମୁଁ କହିଲି ଯାହା ହବ ପଛରେ ଦେଖିବା। 2 ଦିନ ଧରି ଯୋଉ ପ୍ରୋଗ୍ରାମ ଚାଲିଥିଲା ଗତକାଲି ଏବଂ ଆଜି ଚାଲିଥିଲା, ଆଉ ଯାହା ବି କହିଲେ ଆମର ପ୍ରବୀଣା ମ୍ୟାଡାମ କହିଲେ ସେଟା ବି ସତ। କାହିଁକିନା ଏ ପାଖରେ ଆମର ଶାଢୀର ବ୍ୟବହାର ବେଶୀ। ତେଣୁ ଯୋଉ ଟାଇପର ସେ କହିଲେ ତା ଆଉ ବି କିଛି ଆବଶ୍ୟକତା ଅଛି ଆମ ମା ଭଉଣୀଙ୍କ ଲାଗି। କିନ୍ତୁ ଗୋଟେ କଥା ସାର୍, ମୁଁ ଏତିକି ବୁଝିଛି ଆମର ସାଧାରଣ କଥାରେ ଭେକ ଦେଖିଲେ ଭିକ ମିଳେ। ତେଣୁ ମୁଁ ଏଇ ବିଷୟ ବି ମୋ ଟିମ୍ ଭିତରେ ଥରେ ଆଲୋଚନା କରିଥିଲି ଏଇ ମାସ ଗତ ମାସରେ, ଯେ କି ଆମର ଗୋଟେ ପୁରାଣ ମାଧ୍ୟମରେ ତାଙ୍କୁ ଆଲୋଚନା କରିଥିଲି। ମୁଁ କହିଲି ଦେଖନ୍ତୁ, ଗୋଟେ ଆଲୋଚନା ସରିଲା, ସମୁଦ୍ର ମନ୍ଥନ ହେଇଗଲା, କିନ୍ତୁ ଶିବଙ୍କୁ ମିଳିଲା ଗରଳ, ବିଷ୍ଣୁଙ୍କୁ ମିଳିଲା ଲକ୍ଷ୍ମୀ। ତେଣୁ ଆମେ ଯେତେବେଳେ ଯାଉଛେ, ଯେ ଯୋଉଠି ଗଳି ପକେଇଲା ସେ ଚାଲିଲେ, ଏଇଟା ଆକର୍ଷିତ ଆମେ ହବାନି। ତେଣୁ ଆମେ ତ କାହାକୁ ଆକର୍ଷଣ ଆମର ନାହିଁ, ଆମକୁ କାହାକୁ ଆକର୍ଷିତ କରିବା। ତେଣୁ ଆମର ଫିଲ୍ଡ ଅଫ୍ ଯିବା ପୂର୍ବରୁ ଆମେ କଣ କରିବାକୁ ଯାଉଛେ। ଆମେ ଗୋଟେ କମ୍ପାନୀର ମାଲିକ, ଆମର ଡ୍ରେସ୍ କୋଡ୍ କଣ ରହିବା, କେମିତି ଜୋତା ରହିବା କଥା। ତାପରେ ଆଉ ଗୋଟେ କଥା ସାର୍, ମୁଁ ନିଜେ ଅନୁଭବ କରିଛି, କୋଉ କୋଉ ଲେବୁଲକୁ ଗଲେ। ମୁଁ କାଲି ଜଣେ ହାଇଫାଇ ଲୋକକୁ ଯାଇଥିଲି, କିନ୍ତୁ ସେଠିକି ଗଲେ ଚାନ୍ଦ ସାର୍ଙ୍କ କଥା ମନେ ପଡିଗଲା। ସାର୍ ତ ଅଛନ୍ତି ମିଟିଂରେ, କହିଲେ ନାଇଁ ଅମୟ ବାବୁ ଆପଣ ଏଇ ଡ୍ରେସରେ ଯିବେ। ଯାହା ହଉ ସେଠି ଯୋଉ ହ୍ୱାଇଟ୍ ଡ୍ରେସ୍ ଏବଂ ବ୍ଲାକ୍ ପ୍ୟାଣ୍ଟ ଏବଂ ବ୍ଲାକ୍ ଜୋତାରେ ଯାଇ ସେଠି ପହଞ୍ଚିଲି। ଆଉ ମୋର ସ୍ୱତନ୍ତ୍ର ଆଉ ଗୋଟେ ବ୍ୟାଗ୍ ଅଛି, ସେଠି ନେଇ ପହଞ୍ଚିଲି। ସେ କହିଲେ ସେ ଆବି ସମୟ ହେବନି, ତାଙ୍କର ଯୋଉ କହିଲେ। କହିଲେ ଠିକ ଅଛି ସାର୍ଙ୍କୁ କହିବେ, ଗୋଟେ ଚିଠି ଲେଖି ଦଉଛି, ଖାଲି ଗୋଟେ ପଦେ କଥା ହେଇଯିବି। ନା ଆପଣ କେତେବେଳେ ଆସିଲେଣି, ସେ ଦେଖିକି କହିଲେ କେତେବେଳେ ଆସିଲେଣି, ଆଉ କେମିତି ଅଛନ୍ତି। ସାର୍ ଆପଣଙ୍କୁ ଟାଇମ ଦେଇଥିଲେ ଆଜି ନା? ନାଇଁ ମୁଁ ଭୁଲି ଯାଇଛି। ଆଉ କଣ କରିବା, ଆଜି ତ ଆମର ବହୁତ କିଛି କାମ ରହିଯାଇଛି। ଆଉ ଠିକ ଅଛି ଆପଣ ପରେ ଆସନ୍ତୁ। ଦେଖନ୍ତୁ, ଏ ଡ୍ରେସ୍ କୋଡଟା ତାଙ୍କୁ ମୁଁ ଭାବୁଛି ବୋଧେ କିଛି ଆକର୍ଷିତ କଲା, ଯାହାକି ମତେ ବସିବାକୁ କହିଲେ ଏବଂ କହିଲେ କଣ କରିବା ସାର୍ ବହୁତ ଆଜି କାମ ରହିଯାଇଛି। ସେକେଣ୍ଡ ସଟରଡେ ପଡୁଛି, ତେଣୁ ଅଫିସ ବହୁତ କିଛି କାମ ରହିଛି ଗଭର୍ଣ୍ଣମେଣ୍ଟର, ତେଣୁ ବସି ହବନି ଆପଣଙ୍କୁ। ତେଣୁ ଆସିଲେ।
ओके सब भाई। ବହୁତ ଭଲ ତ ଆଲୋଚନା ହେଲା। ଆମର ଡ୍ରେସ୍ କୋଡ୍ ଉପରେ ଯେମିତିକି ଲେଡିଜ ମାନଙ୍କ ପାଇଁ, ନାରୀ ମାନଙ୍କ ପାଇଁ ଯୋଉ ଡ୍ରେସ୍ କୋଡ୍ କଥା ଆଜି ଆଲୋଚନା ହେଲା, ବହୁତ ସୁନ୍ଦର ହେଲା। ତାକୁ ଅନଲାଇନ ଅର୍ଡର କରିକି ଆମେ ବହୁତ ମହିଳା ମାନଙ୍କ ପାଇଁ ଏଇଟା ଭଲ ସୁଯୋଗ ମିଳିଛି। ଆମେ ଅନଲାଇନ ଅର୍ଡର ମଗେଇ ପାରିବା। ଆଉ ଡ୍ରେସ୍ କୋଡ୍ ୟୁନିଫର୍ମିଟି ମେଣ୍ଟେନ କରିବା ନିହାତି ଦରକାର। ୟୁନିଫର୍ମିଟି ମେଣ୍ଟେନ କଲେ ଯେମିତି ଅମି ବାବୁ କହିଲେ ଯେ ଆମେ ୟୁନିଫର୍ମିଟି ମେଣ୍ଟେନ କଲେ ଆମକୁ ସମ୍ମାନ ମିଳିବ। ତେଣୁ ୟୁନିଫର୍ମିଟି ଆମେ ଡ୍ରେସ୍ କୋଡ୍ ହଉଛି ଆମର ହଉଛି ସୋରୁମ୍। ଏ ସୋରୁମ୍କୁ ଯେତେ ଆମେ ସୁନ୍ଦର କରିପାରିବା, ସୁନ୍ଦର ଯେମିତି ଧଳା ସାର୍ଟ ଏବଂ କଳା ପ୍ୟାଣ୍ଟ, କଳା ବୁଟ୍, ଇଏ ହଉଛି ଆମ ୟୁନିଫର୍ମ। ତେଣୁ ଏ ୟୁନିଫର୍ମକୁ ଆମେ ଯଦି ସୁନ୍ଦର କରିପାରିବା, ସେମିତି ଲେଡିଜ ମାନଙ୍କ ପାଇଁ RCM ର ଡ୍ରେସ୍ କୋଡ୍ ଇଏ ଗୋଟେ ବହୁତ ବଢିଆ ଆଲୋଚନା ମଧ୍ୟରେ ଆମେ ଭଲ କରେଇ ପାରିବା। ତେଣୁ ଯେତେ ଲେଡିଜ ମାନଙ୍କୁ ସଂଶ୍ଳିଷ୍ଟ କରିବା, ଜେଣ୍ଟସ ମାନଙ୍କୁ ସଂଶ୍ଳିଷ୍ଟ କରିବା, ଆଉ ଆଗକୁ ବଢେଇବା, ଯାହାଫଳରେ କି ଆମ ସୋରୁମକୁ ଦେଖି, ଆମ ବଡିର ସୋରୁମକୁ ଦେଖି, ଆଉ ଆମର ବଚନର ସୋରୁମକୁ ଦେଖି ଏଥିରେ ଆକର୍ଷିତ ହେବେ ଲୋକମାନେ, ଆଉ ଲୋକମାନେ ଉପକାର ପାଇବେ, ଆଉ ବହୁତ ବିଜନେସକୁ ବଢେଇ ପାରିବା। ଓଭର ଟୁ ସତ୍ୟଦେବ। ओके थैंक यू आरती अपा। ଜୟ ଆସିଆମ୍। ଆଜି ବହୁତ ଭଲ ଲାଗିଲା ଖୁସବୁ ମ୍ୟାଡାମଙ୍କର ଲେଡିଜ ମାନଙ୍କ ପାଇଁ ଯୋଉ ଯୋଉ ଜିନିଷ ସବୁ ଆମର କୁର୍ତ୍ତି ସେଟ୍, ଆଉ ମୁଁ ବି ଆଜି କୁର୍ତ୍ତି ପିନ୍ଧିକି ତାଙ୍କ ଆଗରେ ବସିଗଲି। ମତେ କୁର୍ତ୍ତି ସେଟ୍ ଗୁଡା ବହୁତ ଭଲ ଲାଗିଲା, ଯାହାକି ଆମ ଦୁପଟା ବି ଦରକାର ନାହିଁ। ଆମକୁ ଥଣ୍ଡା ଲାଗିଲେ ଦୁପଟା ବି ଘୋଡେଇ ପଡିବା, କିଛି ନାହିଁ। ତାପରେ ସେଇଟା ବି ବହୁତ ଆମକୁ ମାନେ ଇଏ ଲାଗିବ। ତାପରେ ଆମର କଣ ଡ୍ରେସ୍ କୋଡ୍ ଯଦି ଭଲ ରହିଲା, ଆମର କନଫିଡେନ୍ସ ଆମ ଉପରେ ନିଜେ ଆମେ ନେଇପାରିବା ଯେ ଆମେ ଲୋକଙ୍କ ଆଗରେ ନିଜକୁ କିଛି ଆମେ ଗୋଟେ ଇଏ କରିପାରିବା। ସେଥିପାଇଁ ଭଲ ଲାଗିଲା। ତାପରେ ସବୁଠୁ ଅନଲାଇନ ସପିଂ ଟା କଲେ କଣ, ଘରେ ଆମେ ସମସ୍ତେ ଏକା ସାଙ୍ଗରେ ବସିକିରି ଝିଅ ପାଇଁ କଣ ଦରକାର, ନାତି ପାଇଁ କଣ ଦରକାର, ମିଷ୍ଟରଙ୍କ ପାଇଁ କଣ ଦରକାର, ମୋ ନିଜ ପାଇଁ କଣ ଦରକାର, ଆମେ ବସିକି ଅନଲାଇନରେ ଦେଖିକିରି ନିଜେ ଆମେ ଅର୍ଡର କରିବାଟା ଠିକ। ତାପରେ ଏବେ ଯୋଉ ଟିକେ ଥଣ୍ଡା ଆସିଲାଣି, ଥଣ୍ଡା ପାଇଁ ଯୋଉ ଶାଲ ଗୁଡାକ ବି ବାହାରିଛି ବହୁତ ଭଲ। ଆମ ଶାଶୁଙ୍କ ପାଇଁ ବି ମୁଁ କିଣିପାରିବି। ଆଉ ତୁଇରେ ତାଙ୍କୁ ଏକାଥରେ ସେ ଦିଟା ଶାଲ ଘୋଡେଇ ପଡନ୍ତି। ଯୁଆଡେ ଯାଉଛନ୍ତି ମୁଁ ଦେଖୁଛି ଦିଟା ଶାଲ ଘୋଡେଇ ଯାଉଛନ୍ତି। ଆରେ ଦିଟା ଶାଲ, ମୁଁ କହିଲି ଆରେ ଏଥର ଆସିଗଲା ଆମର ଆସିବ ଶାଲ ବି ବଢିଆ। ତାପରେ ଉଲେନ ବ୍ଲାଉଜ ଗୁଡା ବି ବହୁତ ବଢିଆ, ଶାଢୀ ଭିତରେ ପିନ୍ଧି ପାରିବା, କମ୍ଫର୍ଟେବୁଲ ବି ଆମକୁ ଲାଗିବ, ବହୁତ ଭଲ ଲାଗିଲା। ତାପରେ ଆସିଏମର ବ୍ଲେଜର, କାର୍ଡିଗାନ ସବୁ ଜିନିଷ ଆସିଗଲା ଭଲ ଭଲ, କିନ୍ତୁ ଆମକୁ ସୋରୁମରେ ମିଳୁନି। ତେଣୁ ଆମେ ଅନଲାଇନ ସପିଂ କଲେ ଭଲ, ବେଟର ରହିବ। ଅନଲାଇନ ସପିଂ ଟା ସବୁଠୁ ବେଟର। ଆମେ କରୁନଥିଲୁ, ଏବେ ଆମେ ନିଜକୁ ସୁଧାରିବାକୁ ଚାହୁଛୁ, ଆମେ ଅନଲାଇନ ସପିଂ କରିବୁ। ओके थैंक यू। ଅମି ବାବୁ କଣ ଅଧା କହିଥିଲେ, ଆପଣଙ୍କ ନେଟୱାର୍କ ପଳେଇଲା, କୁହନ୍ତୁ। ହଁ ସାର୍ କହୁଥିଲି ଯେ ବର୍ତ୍ତମାନ ଯୋଉ ଆମର ମ୍ୟାଡାମ କହିଲେ ଅନଲାଇନ ସପିଂ କରିବାକୁ, ଦେଖନ୍ତୁ ଅନଲାଇନ ସପିଂ ଆମକୁ ଏ ମାସ ପାଇଁ କରିବାକୁ ହେଲେ 10 ଦିନ ଆମର ଗ୍ୟାପ୍ ହେଇଯାଉଛି ମଝିରେ। ତେଣୁ ଯଦି ଆଜି କାଲି ଭିତରେ ଆମେ ଅନଲାଇନ ସପିଂ କରିବା, ତାହେଲେ ପଇସା ଆକାଉଣ୍ଟରେ ଥିବା ଦରକାର ଏବଂ ସାଙ୍ଗେ ସାଙ୍ଗେ। କାଲି ଯେତେକ ରାତିରେ ମୁଁ ଦେଖିଥିଲି ଯାହାକୁ ଅର୍ଡର କରୁଥିଲି, ଆଜି ଅର୍ଡର କଲାକୁ ବହୁତ ଜିନିଷ ସେଥିରେ ନାହିଁ ଆଜି ଭିତରେ। ତେଣୁ ଏସବୁ କଥା ଭିତରେ ଆମକୁ ଆଗକୁ ଯିବାକୁ ହେଲେ dress code ର ନିହାତି ଆବଶ୍ୟକତା ଅଛି। ଆମର ପର୍ସନାଲିଟି ବଢେଇବ ଡ୍ରେସ୍ କୋଡ୍, ଆଉ ଆମର ବିଜନେସ ବି ବଢେଇବ ଡ୍ରେସ୍ କୋଡ୍। ସାର୍ ଏତିକି କହୁଛି ସାର୍। ଓଭର ଟୁ ଶତପଥ ସାର୍। ଓକେ ଥ୍ୟାଙ୍କ ୟୁ। କଣ ଅପା ପୁଣି କହୁଥିଲେ? ମୁଁ କହୁଛି କଣ, ବହୁତ ଲୋକ ବି ଆମ ଟିମର ଏଇ ତିଥି ମ୍ୟାଡାମ ମତେ କମ୍ପ୍ଲେନ କଲେ ଯେ ଅନଲାଇନରେ ସବୁ ଜିନିଷ ଯୋଉଟା ଦେଖଉଛି ସେଟା ବି ନଉ। ଆଉ ଆଉ ଜଣେ ବି ମତେ କହିଲା ସେମିତି, ଦି ତିନି ଜଣ ଏମିତି କହିଲେ। ମୁଁ କେବେ କରୁନି ଅନଲାଇନ, କିନ୍ତୁ ଏଇଟା ବହୁତ ଅସୁବିଧା ବି ହଉଛି ଲୋକକୁ। ଯାହା କହିଲେ ଅମେ ବାବୁ, ଆମେ ଧର ଏଇ ଜିନିଷଟା ଅର୍ଡର କରିଛୁ, ଏଇ ଜିନିଷଟା ଆସିଲାନି ଠିକ ଟାଇମରେ, ଇଏ ବି ଅସୁବିଧା। ତେଣୁ ଆମକୁ ଏଇ ସୋରୁମକୁ ଯାଇକି ଯାହା ଅଛି ନେଇ ଆସୁଛୁ ଆମେ, କିନ୍ତୁ ସେ ଭଲ ପଡୁ କି ମନ୍ଦ ପଡୁ, ବୁଝିପାରୁଛନ୍ତି। ସାବିତ୍ରୀରେ ଯୋଉ ଶାଢୀ ସବୁ ଆମେ ଆଣିଲୁ, କଟନ ଶାଢୀ ପୁରା ଖରାପ ପଇଲା, କଣ କରିବୁ ତାକୁ। ଆଉ ଆମେ ଯେହେତୁ ଆସିମରେ ଅଛୁ, ଆମେ କହିଲୁ ନାଇଁ ନାଇଁ ଭଲ ହେଇଛି କହିକି ତାକୁ ପିନ୍ଧ, ପୁଣି କିଛି ଦିନ ପରେ ତାକୁ କାହାକୁ ଦେଇଦିଅ, ଭଲ।
ଓଭର ଟୁ ଶତପଥୀ। ଓକେ, ଥ୍ୟାଙ୍କ ୟୁ। ସବୁଠୁ ବଡ଼ କଥା ହଉଛି ଯେ ଲାଷ୍ଟରେ ଟିସି ସାର୍ ଗୋଟେ ବହୁତ ଭଲ କଥା କହିଲେ। କାରଣ ଇଏ ନୂଆ ଭାରତର ନିର୍ମାଣ ଆଗରୁ କେବେ କିଏ ଚିନ୍ତା କରିଥିଲା କରିବା ପାଇଁ? ନା ଆଗକୁ କିଏ ତ ଚିନ୍ତା କରିବେ, ଆଗକୁ ଆମେମାନେ ସମସ୍ତେ ଚିନ୍ତା କରିବା। ଆମେ ଗୋଟେ ବହୁତ ବଡ଼ ପରିବର୍ତ୍ତନ କରିବାକୁ ଚାହୁଁଛେ। ଯେତେବେଳେ ନୂଆ ନୂଆ ସବୁ କିଛି କରିବାକୁ ଚାହୁଁଛେ, ତ ତାକୁ ଚେଞ୍ଜେସ୍ ତ ସବୁ କିଛିକୁ ମାନେ ଓଭରନାଇଟ୍ ତ ହେଇପାରିବନି। ତ ଧୀରେ 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 ଇଏ ସବୁ କିଛି ହବ। ତ ଲାଷ୍ଟ କଥାଟା ମୋତେ ବହୁତ ଆଟ୍ରାକ୍ଟିଭ ଲାଗିଲା ଟିସି ସାର୍ଙ୍କର, ଯେ ଆଜି ଆଉ ଗତକାଲି ଆମେ ଏଇ 2 ଦିନ ଆମର ଚାଲିଥିଲା ଯେ ପାୱାର ଡ୍ରେସିଂ ଉପରେ ଚାଲିଥିଲା। କିନ୍ତୁ ଇଏ ଯୋଉ ଡ୍ରେସିଂ ଇଏ ସବୁ ଯାହା ବି ସବୁ ରହୁଛି, ଇଏ ପାୱାର ଥିଙ୍କିଂ ଉପରେ ନିର୍ଭର କରେ। ଆମର ଯଦି ଥିଙ୍କ ଆମର ଯଦି ଚିନ୍ତାଧାରା ବହୁତ ବଡ଼ ରହିଲା, ବହୁତ ବ୍ରାଇଟ୍ ରହିଲା, ଆମେ ସବୁ କିଛିକୁ ଠିକ୍ କରିଦେଇ ପାରିବା। ଘରେ ଯେମିତିକି ଆପଣମାନେ ଦେଖିଛନ୍ତି ନର୍ମାଲି କିଛି ନଥିବ, କିନ୍ତୁ ତା ଭିତରୁ କେତେ ବଢ଼ିଆ ଟେଷ୍ଟି ଖାଦ୍ୟ ତିଆରି ହେଇଯିବ। ତ ଲାଗିବ ଯେ ଆରେ ଆଜି କେବଳ ଏଇଟା ଅଛି, କେବଳ ସେଇଟା ଅଛି, କେବଳ ଭେଣ୍ଡିଟା ଅଛି, କେବଳ ଆଉ କ'ଣଟା ଅଛି। କିନ୍ତୁ ଦେଖିଲା ବେଳକୁ ତା ଭିତରେ ଏତେ ଟେଷ୍ଟି ଖାଦ୍ୟ ଆମେମାନେ ଯୋଉ ବାହାର କରିଦେଇ ପାରୁଛେ, ତ ଏଇଟା କୋଉଠୁ ଆସୁଛି? ଆମ ଚିନ୍ତାଧାରା ଉପରେ, ଆମର ଥିଙ୍କିଂ ଉପରେ। ଯଦି ଆମ ଥିଙ୍କିଂକୁ ଆମେ ବହୁତ ବଡ଼ କରିପାରିଲେ, ତାହେଲେ ଆମେ ହେଇପାରିବ। ହଁ, ବିଶେଷ କରି ନୂଆ ନୂଆ ଯୋଉମାନେ ବି ଜଏନ୍ କରୁଛନ୍ତି, ତ ସେମାନେ ସେମାନେ ଜାଣୁଛନ୍ତି ଯେ ଗ୍ରୋସରୀ ସବୁ ଅଛି। କିନ୍ତୁ ଆମେ ତା ଭିତରେ ମୋର ଗୋଟେ ମାଉସୀ ପୁଅ ଜଏନିଂ କରିଥିଲେ। କହିଲେ ଭାଇନା ମୁଁ ତ ଯାଇଥିଲି କିଛି ମିଳିଲାନି। ମୁଁ କହିଲି କ'ଣ ମିଳିଲାନି? କହିଲେ ଏଠି ଚିନି ମିଳିଲାନି, ଏଠି ଦିଆସିଲ ମିଳିଲାନି। ଆଚ୍ଛା, ଯୋଉମାନେ ବି ନୂଆ ଅନଲାଇନରେ ବି ଅର୍ଡର କରୁଛନ୍ତି, ସେମାନେ ସେମାନେ ସୁଗାର ମାରି ଦଉଛନ୍ତି। ସୁଗାର ତ ନାହିଁ ଆମ ପାଖରେ। ତ ସେଥିଲାଗି ଆମେ ବି ତାଙ୍କୁ ଗାଇଡ କରିବା ଦରକାର। ଆମେ ତାଙ୍କ ସାଙ୍ଗରେ ବସିବା ଦରକାର, କ'ଣ କ'ଣ ନାହିଁ। ତ ମୁଁ ଯେତେବେଳେ ତା ଭିତରକୁ ପଶିବାକୁ ଚେଷ୍ଟା କଲି, ଯେ ଯୋଉ ଯୋଉ ଜିନିଷ ଆମର ଲଞ୍ଚ ହେଇନି ସେଇ ଜିନିଷକୁ ଅର୍ଡର କରୁଥିଲି। ତ ଯଦି ସେଇ ଜିନିଷକୁ ଅର୍ଡର କରିବେ, ଆମେ ତ ପାଖରେ ନଥିବ। ଆଚ୍ଛା, ବାକି ରହିଲା ଯେ ବହୁତ ସାରା ଜିନିଷ ଯେମିତିକି ଆମର ନନ୍ ଏଫଏମସିଜି ପ୍ରଡକ୍ଟ, ତ ସେ ସବୁ ଅନଲାଇନରେ ହେଡ ଅଫିସକୁ ଅର୍ଡର ହୁଏ। ତ ତାକୁ ଯଦି ଆମେ ଅର୍ଡର କରିବା ତାହେଲେ ହେଇପାରିବ। ଆଚ୍ଛା, ପୁରା ଅଲ୍ ଓଭର ଇଣ୍ଡିଆରେ ବହୁତ ସାରା ଲୋକ ଅର୍ଡର କରୁଛନ୍ତି। ଆମ ପସନ୍ଦକୁ ଆମେ ଆଗ ଆଗ ଅର୍ଡର କରିଦେବା। ଆମେ ଯଦି ଆଗେ ଅର୍ଡର କରିଦେବା, ତାହେଲେ ଆମ ପସନ୍ଦଟା ଆମକୁ ମିଳିଯାଇପାରିବ। ତ ନିଜେ ତା ଭିତରେ ଇନଭଲ୍ଭ ହେଲେ, ଯେମିତିକି ମଝିରେ ଥରେ ଟିସି ସାର୍ କହୁଥିଲେ ଯେ ସମୁଦ୍ର କୂଳେ କୂଳେ ଯଦି ଆମେ ବୁଲିବା, କେବଳ ପବନ ପାଇବା, ହାୱା ପାଇବା, ଭଲ ଲାଗିବ ଆମକୁ। କିନ୍ତୁ ମୋତି ପାଇବାକୁ ହେଲେ ସମୁଦ୍ର ଭିତରକୁ ପଶିବାକୁ ପଡ଼ିବ। ଯଦି ଆମେ ତା ଭିତରକୁ ପଶିଲେ, ତାହେଲେ ଆମେ ମୋତିକୁ ଆମେ ପାଇପାରିବା। ତ ପବନ ପାଇବାଟା ଠିକ ଅଛି, ଆମକୁ ଫିଲିଙ୍ଗସ୍ ଭଲ ଲାଗିବ। କିନ୍ତୁ ମୋତି ପାଇଲେ ଆମେ ଲାଇଫରେ ବହୁତ କିଛି କରିଦେଇ ପାରିବା। ଆଚ୍ଛା, ଲାଷ୍ଟରେ ସୁକାନ୍ତ ବାବୁ କ'ଣ କହିବେ? ଅନମ୍ୟୁଟ ହେଇନି? ଓକେ, ଠିକ ଅଛି, ବହୁତ ବଢିଆ କଥା। ଯାହା ହଉ ଆଜି ପାୱାର ଡ୍ରେସିଂ ଉପରେ ଜାଣିଲେ, ପୁଣି ଆସନ୍ତା କାଲି ବି କରିବା। କିନ୍ତୁ କଥା ହଉଛି ଏଇଆ ଯେ ଆମେ ଯଦି କେବଳ ଆରସିଏମ ନୁହେଁ, ଆରସିଏମ ବାହାରେ ବି ଯୋଉମାନେ ଆମର ଚିହ୍ନା ଜଣା ଲୋକ, ନିଜର ପରିବାର ଏସବୁ ଅଛନ୍ତି, ଆମେ ଯଦି ଗୁରୁକୁଳ ସେସନରେ ତାଙ୍କୁ ବସେଇବା, ତାହେଲେ ସେମାନେ ବି ବହୁତ ସାରା କଥା ଜାଣି ବି ପାରିବେ। ଯୋଉ ସେମାନେ ଆଜି ପର୍ଯ୍ୟନ୍ତ ଜାଣିନଥିଲେ ଏତେ ବଢିଆ କଲେକ୍ସନ ଅଛି, ତ ସେମାନେ ବି ଜାଣିପାରିବେ। ତ କିନ୍ତୁ ଆମର କାମ ହଉଛି କ'ଣ? ମେନ୍ କାମ ହଉଛି ଯେ ଆମେ ଆଜି ଦିନ ଭିତରେ ଆମେ ଫୋନ କରିବା ସମସ୍ତଙ୍କୁ। ଫୋନ କରିକି ଗୁରୁକୁଳ ବିଷୟରେ କହିବା, କାଲି ସକାଳୁ ଟିକେ ତାଙ୍କୁ ମନେ ପକେଇଦେବା। ଇଏ 2ଟି କାମ ଯଦି ଆମେ କରୁଛେ, ତାହେଲେ ଲୋକ ଜାଣିଲେ ତ କିଛି ଗୋଟେ କରିବେ। ଯଦି ଲୋକ ନ ଜାଣିବେ, ତାହେଲେ କ'ଣ କରିବେ? ତ ସେଥିଲାଗି ପୁଣି ଥରେ ବି ଆପଣଙ୍କୁ କହୁଛି, କାରଣ ଦେଖନ୍ତୁ, ଆପଣମାନେ ଆପଣଙ୍କର ସିଷ୍ଟମକୁ ବଢେଇବାକୁ ହେଲେ ତ ଆଗ୍ରେସିଭ ହେଇକି ଟିକେ କାମ କରିବାକୁ ପଡିବ। ତ ମୁଁ କହିବା କଥା କି ସକ୍ସେସ୍ ସବୁବେଳେ ଭଲ ପାଏ କାହାକୁ? ନା ସ୍ପିଡକୁ ଭଲ ପାଏ। ଯଦି ଆମେ ସ୍ପିଡରେ ନ କରିବା, ପ୍ରତ୍ୟେକ ଦିନ ଆମେ ଡିସ୍କସନ କରୁଛେ, ନୂଆ ଲୋକଙ୍କୁ ଡାକିବା, ନୂଆ ଲୋକଙ୍କୁ ବସେଇବା, ତ ଆମେ ଯେତିକି ଜଣଙ୍କୁ ଫୋନ କରୁଛେ, ତା ଦେହରୁ ଯଦି ରେଜଲ୍ଟ ବାହାରୁନି, ଆମର ଯଦି ଅଧିକ ଦରକାର,
ତାହେଲେ ଅଧିକ ଲୋକଙ୍କୁ ଫୋନ କରିବା ଦରକାର, ଆଉ ଆମର କହିବାର ଶୈଳୀକୁ ଡେଭଲପମେଣ୍ଟ କରିବା ଦରକାର। ତ ଯଦି ଯଦି ଏଇଟା କହିବା, ଆମେ ଯଦି ଯୋଉ ଢଙ୍ଗରେ ଆଜି କହୁଛେ ସେ ଢଙ୍ଗରେ ଯଦି ଲୋକ ଆସୁନାହାନ୍ତି, ତାହେଲେ ଆମର ଢଙ୍ଗକୁ ଚେଞ୍ଜ କରିବା ନିହାତି ଜରୁରୀ। କାରଣ କାରଣ ସେ ତା ଦ୍ୱାରା କୌଣସି କାର୍ଯ୍ୟ ସମ୍ଭବ ହେଇପାରିବ ନାହିଁ। ଆଉ ଗୁରୁକୁଳ ଗୋଟେ ଏମିତି ଗୋଟେ ସିଷ୍ଟମ ତିଆରି ହେଇଛି ଯେ ଯୋଉମାନେ ବି ଆରସିଏମ ରେ ବହୁତ ବଡ ହବାକୁ ଚାହୁଁଛନ୍ତି, ତ ଗୁରୁକୁଳ ବିନା ଡେଭଲପ ହବା କେବେ ସମ୍ଭବ ନୁହେଁ। ଟିସି ସାର୍ ସବୁବେଳେ ସେଇ କଥା ବି କୁହନ୍ତି ଯେ ଯଦି ଆମକୁ ଉଡାଜାହାଜ ଚଲେଇବାକୁ ଅଛି, ତାହେଲେ ଆମେ ସାଇକେଲ ଚଲେଇକି କେବେ ଉଡାଜାହାଜ ଚଲେଇ ପାରିବା ନାହିଁ। ଆମକୁ ଉଡାଜାହାଜ ଚଲେଇବାର ଟ୍ରେନିଂ ନବାକୁ ପଡିବ। ଇଏ ଟ୍ରେନିଂ କୋଉଠି ମିଳୁଛି ନା ଗୁରୁକୁଳରେ ହିଁ ମିଳୁଛି। ତ ଯୋଉ କାମ ଆମେ ଲୋକଙ୍କୁ ଫୋନ କରିକି, ଧରନ୍ତୁ ଆମର ୱିଣ୍ଟର କେୟାର ଆସିଗଲା କିମ୍ବା ୱିଣ୍ଟର ସଲ୍ୟୁସନ ଆସିଗଲା, ତ ଏତେ ବଢିଆ ବଢିଆ ଜ୍ୟାକେଟ ହୁଡି ବାଲା ଏସବୁ ଯାହା ବି ଆମର ଆସିଗଲା, ତ ସେ ଜିନିଷକୁ ଯଦି ଆମେ ତାଙ୍କୁ ଗୁରୁକୁଳରେ ବସେଇ ଦେଇଥାନ୍ତେ, ତାହେଲେ ଆମେ ଜଣେ ଜଣେ ଫୋନ କରିବାକୁ ଆମକୁ ପଡନ୍ତା ନାହିଁ। ତ ଆମକୁ ସ୍ମାର୍ଟ ୱାର୍କ ଦରକାର। ତ ସ୍ମାର୍ଟ ୱାର୍କ ପାଇଁ ଆମକୁ ସ୍ମାର୍ଟ ରେଜଲ୍ଟ ଦରକାର, ସ୍ମାର୍ଟ ୱାର୍କ କରିବା ନିହାତି ଦରକାର। ଆମେ ଯଦି ଅ, ଆମେ ଯଦି ସେ କଥାକୁ ଜଣ ଜଣକୁ ଫୋନ କରି କହିବା, ତାହେଲେ ସେଟା ଆମର ହାର୍ଡ ୱାର୍କ ହେଇଯିବ। ତ ଆମକୁ ସ୍ମାର୍ଟ ୱାର୍କ ନିହାତି ଦରକାର। ଆଉ ଯାହା ହଉ, ଆପଣମାନେ ରେଗୁଲାର ଆସୁଛନ୍ତି, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। କିନ୍ତୁ ଯଦି ପାୱାରଫୁଲ ହେଇପାରିବ, ଯଦି ଟିମରେ ସମସ୍ତଙ୍କୁ ଇନଭଲ୍ଭ କରିବା, ଟିମରେ ସମସ୍ତଙ୍କୁ ଡାକିବା। ଆଉ ତ କାର୍ତ୍ତିକ ମାସ ନାହିଁ, କାର୍ତ୍ତିକ ମାସ ତ ସରିଗଲାଣି, ତ ସକାଳୁ ଉଠିବା ଦରକାର ନାହିଁ। ତ ଆମେ ତାଙ୍କୁ ମନେ ପକେଇବା ଦରକାର ଯେ କାଲି ଗୁରୁକୁଳଟା ବହୁତ ଭଲ ହେଇଥିଲା, ଆଉ ଆଜି ଆଜି ଗୁରୁକୁଳଟା ଆମେ ସମସ୍ତେ ଜଏନ୍ କରିବା, ଆମ ଟିମରେ ସମସ୍ତେ ଜଏନ୍ କରିବା। ତାକି କଣ ହବ, ଆମେ ଯୋଉ ସମୟଟା ଦଉଛେ ନା, ଏ ସମୟ କେବେ ବ୍ୟର୍ଥ ଯିବନି। ତ ସେଥିଲାଗି ଆମର ଇଏ ସମୟକୁ ବ୍ୟର୍ଥ ନ ଯିବା ପାଇଁ ତ ଆମେ ଚେଷ୍ଟା କରିବା ନିହାତି ଦରକାର, ଆଉ ମ୍ୟାକ୍ସିମମ୍ ଲୋକଙ୍କୁ ଇନଭାଇଟ୍ କରିବା ନିହାତି ଦରକାର। ଦରକାର ବୋଲି ତ ଆମେ ସମସ୍ତେ ଫିଲ୍ କରୁଛେ, କିନ୍ତୁ କରୁନେ କେହି। ଯଦି ଆମେ କରନ୍ତେ ତାହେଲେ ହେଇଯାଆନ୍ତା। ତ ସେଥିଲାଗି ଆଜି ମୁଁ ରିକ୍ୱେଷ୍ଟ କରୁଛି ଯେ ଆମେ କେବଳ ଆମେ ହିଁ ବସିଲେ ଇଏ ଯୋଉ ଉଦ୍ଦେଶ୍ୟରେ ଏ ସବୁ ତିଆରି ହେଇଛି, ସେ ଉଦ୍ଦେଶ୍ୟ କେବେ ସଫଳ ହେଇପାରିବ ନାହିଁ। ତ ସେଥିଲାଗି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଆମକୁ ସମସ୍ତଙ୍କୁ ଲୋକଙ୍କୁ ଇନଭାଇଟ୍ କରିବା ନିହାତି ଦରକାର। ଆଉ ଯେମିତିକି ତା ଛଡ଼ା ଫିଜିକାଲ ମିଟିଂ ଯୋଉଠି ହଉଛି, ତାର ଯଦି ଆମେ ଆଜି ଭଗବାନ ଆମକୁ ଯୋଉ ପ୍ରକାର ସୁଯୋଗ ଦେଇଛନ୍ତି ଯେ ଫିଜିକାଲ ମିଟିଂ ହଉ ବା ଜୁମ୍ ମିଟିଂ ହଉ, ଯୋଉ ସୁଯୋଗ ଦେଇଛନ୍ତି, ଯଦି ସେଇ ସୁଯୋଗ ଆମେ ହାତେଇବାନି, ତାହେଲେ ଭଗବାନଙ୍କର କଣ ଦୋଷ ରହିବ? ଦୋଷ ତ ଆମର ରହିବ। ତ ସେଥିଲାଗି ଫିଜିକାଲ ହଉ ବା ଡିଜିଟାଲ ହଉ, ତ ତାକୁ ପ୍ରମୋଶନ କରିବା ନିହାତି ଜରୁରୀ। କାଲି ଯେମିତି ଆସନ୍ତା କାଲି ଆମର ବରମୁଣ୍ଡାରେ କିସ୍ ୱାର୍ଲ୍ଡର ଯୋଉ ଟ୍ରେନିଂ ପ୍ରୋଗ୍ରାମ ହବ, ସେଥିଲାଗି ଆରତି ଅପା ଟିମ୍ ଲିଡର ହିସାବରେ କାଲି ସେ ଜାଗାକୁ ଯାଇଥିଲେ। ବରମୁଣ୍ଡାରେ ସମସ୍ତଙ୍କ ସାଙ୍ଗେ ସମ୍ପର୍କ କଲେ, ସମସ୍ତଙ୍କୁ ଡାକିଲେ, ମିଟିଂ କଥା କିଏ କାହାକୁ ଇନଭାଇଟ୍ କରିବ, କୋଉଠି ହଲ୍ ହବ, କଣ ହବ, ତ ସେ ସବୁ ଉପରେ ସେ ତାଙ୍କର ବୁଝିକି ଆସିଲେ। ଆଜି ମାତ୍ର ଗୋଟିଏ ଦିନ ଆମ ହାତରେ ସମୟ ରହିଲା, ତ ଇଏ ଦିନ ଭିତରେ ଆମେ ଯଦି ସମସ୍ତଙ୍କୁ ସେ ଏରିଆରେ ଯୋଉମାନେ ବି ଅଛନ୍ତି ତାଙ୍କର ଲିଷ୍ଟ ବାହାର କରିକି ଆମେ ଯଦି ସେମାନଙ୍କୁ ଫୋନ କରିବା, ତାଙ୍କୁ ବହୁତ ସାରା ଲୋକଙ୍କୁ ମୁଁ ବି କାଲି ଫୋନ କରିଥିଲି, ତା ଭିତରୁ କେହି ଲୋକ କହିଲେ ଯେ ନାଇଁ ଆମେ ଜାଣିନୁ। ତ ଆମେ ଫୋନ ମାଧ୍ୟମରେ ଆମେ ବହୁତ କାମ ଆମେ କରିପାରିବା। ତ ଯୋଉଟା କି ଆମେ ଫିଜିକାଲି ଭେଟିକିରି ନ କରିପାରିବା, ଆମେ ଫୋନ ମାଧ୍ୟମରେ କରିପାରିବା। ତ ସେ କାଲିର ଆସନ୍ତା କାଲିର ପ୍ରୋଗ୍ରାମ ବହୁତ ବଢିଆ ରହିବ। ତାପରେ ଗୁରୁବାର, ସରି, ତାପରେ ରବିବାର 9 ତାରିଖ, 9 ତାରିଖର ପ୍ରୋଗ୍ରାମ ବି ନେମାଳରେ ବହୁତ ବଢିଆ ରହିବ। କାରଣ ନେମାଳରେ କାର୍ତ୍ତିକ ବାବୁ ବି ବହୁତ ଭଲ କାମ କରୁଛନ୍ତି। ସାହୁ ଭାଇ ବି ଅଲରେଡି ପହଞ୍ଚି ଗଲେଣି ବୋଲି ମତେ କହୁଥିଲେ। ଆଉ ସେଠି ବି ବହୁତ ସାରା ଲୋକଙ୍କ ସାଙ୍ଗରେ ମିଶିକି ଚାଷୀ ମାନଙ୍କୁ ଆଗେ ଡାକିବା ନିହାତି ଜରୁରୀ। କାରଣ ଚାଷୀ ମାନଙ୍କ ଜଳ ସଞ୍ଚୟ ଆମର ଡେମୋ ଯୋଉ ଦେଖେଇବା, ତ ଚାଷୀ ମାନେ ଯଦି ନ ଆସିବେ, ଆଚ୍ଛା ଚାଷୀ ମାନଙ୍କୁ ଡାକିବା ଠିକ ଅଛି, କିନ୍ତୁ ମେନ୍ କଥା ହଉଛି ଯେ ଚାଷୀ ମାନଙ୍କର ଯଦି ଲିଷ୍ଟ ଆମେ ନ କରିବା, ତାହେଲେ ଡାକିବା କାହାକୁ? ତ ପ୍ରପର ପ୍ଲାନିଂ କରିକି ଡାକିବା ନିହାତି ଜରୁରୀ। ଆଉ ସେମିତି
9 ତାରିଖ ପରେ ପୁଣି ଆମର ପ୍ରୋଗ୍ରାମ ରହିବ 15 ତାରିଖ। 15 ତାରିଖ ପାଇଁ ବି ଅମିୟ ବାବୁ ବହୁତ ବଡ଼ ତିଆରି ବି ତାଙ୍କର ଯେମିତି ବିଲହାଟରେ ସେ ଯାଇକି ନିଜେ ଫିଜିକାଲି ପହଞ୍ଚିକି ସେଠି ଲୋକଙ୍କ ସାଙ୍ଗରେ ସମ୍ପର୍କ କରିବା, କୋଉ ଜାଗାରେ ମିଟିଂ ହବ ତାକୁ ଫାଇନାଲ କରି ସବୁ କିଛି ରେଡି କରିସାରିଲେଣି। ଆଉ ତା ଛଡ଼ା ପାଇଲୋରେ ବି ସେ ବାରମ୍ବାର ବାରମ୍ବାର ଯାଇକି ବି ସେଠି ବି କେମିତି ମିଟିଂକୁ ସକ୍ସେସ୍ କରିବେ ସେଥିପାଇଁ ବି ଲାଗି ରହିଛନ୍ତି। ତ ଇଏ ସବୁ ଯୋଉ କାର୍ଯ୍ୟକ୍ରମ ହଉଛି, ତା ଛଡ଼ା କଟକରେ ପୁଣି 16 ତାରିଖ ରବିବାର ଦିନ ସେଠି ବି ମିଟିଂର ବ୍ୟବସ୍ଥା ବି ସାହୁ ଭାଇ ବି ବହୁତ ଭଲ ଭାବରେ କରୁଛନ୍ତି। ସେଠି ବହୁତ ସାରା ଲୋକଙ୍କର ଲିଷ୍ଟ କରିଛନ୍ତି, ତାଙ୍କୁ ଡାକୁଛନ୍ତି। ପୁଣି ସେଠୁ କଟକ ସରିଲା ପରେ ଆମେ ଯୋଉ ଜାରକା ଯିବୁ, ଜାରକାରେ ବି ସେଠି ବି ଲୋକଙ୍କ ସାଙ୍ଗରେ ଲିଷ୍ଟ କରିକି ସେମାନଙ୍କୁ ଡାକୁଛନ୍ତି। ତ ଇଏ ପ୍ରକାରର ଯୋଉ ପ୍ରକାରର ତିଆରି ଆମର ରହୁଛି, ଇଏ ବି ବହୁତ ବଢିଆ ରହୁଛି। କିନ୍ତୁ ଏତିକି ତିଆରିରେ କେବେ ଆମ ଫ୍ଲାଇଟ୍ କେବେ ଟେକଅପ୍ କରିବ ନାହିଁ। ଫ୍ଲାଇଟ୍ ଟେକଅପ୍ କରିବ ତ ଜୋରଦାର ପ୍ରୟାସ କରିବା ଦ୍ୱାରା ବହୁତ ମାନେ ବହୁତ ସାରା ଫୋର୍ସ ଦବା ଦ୍ୱାରା। ତ ଏତିକି ମାନେ ଏତିକି ଯୋଉ ପ୍ରକାରର ପ୍ରିପାରେସନ ଆମେ କରୁଛେ, ସେ ପ୍ରିପାରେସନରେ ଇଏ ସିଷ୍ଟମ ଆମେ ଡେଭଲପମେଣ୍ଟ କରିପାରିବା ନାହିଁ। ଆହୁରି ଆମକୁ ମଜବୁତ କରିକି ଆହୁରି ବଡ଼ ଚିନ୍ତାଧାରା କରିକି ଆମେ କରିବାକୁ ପଡ଼ିବ। ଆଉ ଗୁରୁକୁଳ ଗୋଟେ ଏଭଳି ଗୋଟେ ଜିନିଷ ଯୋଉଥିରେ କି ଆମକୁ ଆବିଷ୍କାରକ ବନିବାକୁ ଅଛି। ଆମେ ସବୁ କଥା ଆବିଷ୍କାର ଆମେ କରିଦେଇ ପାରିବା। ତ ସେଥିଲାଗି ମୁଁ ଆଶା କରୁଛି ଯେ ଆପଣମାନେ ମୋର ମନୋଭାବ ଟିକେ ବୁଝିପାରୁଥିବେ, ତାକି ଆମେ ଗୁରୁକୁଳକୁ ଆମେ ପ୍ରାୟୋରିଟିରେ 1 ନମ୍ବରରେ ରଖିକି ତ ଆମେ ବହୁତ କିଛି ଆମେ କରିଦେଇ ପାରିବା। ତ ସେଥିଲାଗି ଯୋଉଠି ବି ଡିସ୍କସନ୍ କରୁଛେ ତ ଗୁରୁକୁଳ ଉପରେ ଟିକେ ଡିସ୍କସନ୍ କଲେ ବହୁତ ଭଲ ହେଇପାରିବ। ଆଉ ତା ଛଡ଼ା ପ୍ରପର ଟାଇମରେ ବି ଆସିବା। ଆମ ପାଖରେ ଗୋଟେ ବହୁତ ବଡ଼ ଅସ୍ତ୍ର ଅଛି, ମୋବାଇଲର ଅସ୍ତ୍ର। ଆମେ ମୋବାଇଲରେ ବି ଆମେ ସମସ୍ତଙ୍କୁ ଫୋନ କରିକି ଇନଭାଇଟ୍ କରିପାରିବା, କହିପାରିବା। ଆମେ ଯଦି ଆଟ୍ରାକ୍ସନ କରିକି ତାଙ୍କର ଆଗ୍ରହ ସୃଷ୍ଟି କରିପାରିବା ତାହେଲେ ହେଇପାରିବ। ଓକେ, ଥ୍ୟାଙ୍କ ୟୁ। ସାର୍ଙ୍କୁ ଇନଭାଇଟ୍ କରିବା। ସାର୍ ଆସନ୍ତୁ ସାର୍। ନମସ୍କାର। ସାର୍ ନମସ୍କାର। ନମସ୍କାର, ନମସ୍କାର। ଜୟ ନମସ୍କାର ଶ୍ରୀ ସାର୍, ଜୟ ଆଶ୍ରୀ। ନମସ୍କାର, ଜୟ ଆରସିଏମ, ଗୁଡ ମର୍ଣ୍ଣିଂ ସମସ୍ତଙ୍କର। ଆଜି ଆଜି ସମସ୍ତେ ଛାଡ ଖାଇ ମନଉଥିବେ ବୋଧେ। ଆମେ ତ ବୁଣୁକୁ ଖାଉ। କାଲି ଗୁରୁବାର ଥିଲା, ଛାଡ ଖାଇ ହେଇପାରିଲାନି। ଆଜି ସବୁ ଦେଖୁଛି ଆମର କାହିଁକି। ମୁଁ ଏବେ ଦେଖି ସେ ଆସିଥିଲି ମର୍ଣ୍ଣିଂ ୱାକ୍ କରି ଫେରୁଥିଲି, ମାଛ ହାଟ ଏଇଠି ପାଖରେ ଆମର ମାଛ ହାଟ ସବୁ ହେଇଛି। ଆରେ ଭାରି ଭିଡ ହେଇଛି, ସାଂଘାତିକ ଭିଡ। କଥାବାର୍ତ୍ତା ହଉଛନ୍ତି କାଲି ଗୁରୁବାର ଥିଲା ତ ସେଇଥିପାଇଁ ଭିଡ ଆଜି। ତ ଦେଖନ୍ତୁ ଆଜିର ତ ଏଇସବୁ ଚାଲିଛି ଡ୍ରେସ୍ କୋଡ୍ ଉପରେ। ଆଜି ମହିଳା ମାନଙ୍କର ଡ୍ରେସ୍ କୋଡ୍ ଉପରେ ତ ବହୁତ କିଛି ଆହୁରି କାଲି ବି ଅଛି। ଆମର ତ ପ୍ରଡକ୍ଟ, ସବୁ ପ୍ରଡକ୍ଟ ବେଷ୍ଟ କ୍ୱାଲିଟିର ପ୍ରଡକ୍ଟ। କିନ୍ତୁ ଆମର ଲକ୍ଷ୍ୟ, ପ୍ରଡକ୍ଟ ଆମର ପ୍ରକୃତ ଲକ୍ଷ୍ୟ ମାନେ ଯୋଉ ତାକୁ ପୂରଣ କରିବା ପାଇଁ, ସେ ଲକ୍ଷ୍ୟରେ ପହଞ୍ଚିବା ପାଇଁ ପ୍ରଡକ୍ଟ ହଉଛି ଗୋଟେ ଭାୟା ମିଡିଆ। ଇଏ ସିଷ୍ଟମରେ ପ୍ରକୃତ ଆରସିଏମ ର ଲକ୍ଷ୍ୟ ଯାହା, ତାକୁ ଆଚିଭ କରିବା ପାଇଁ ପ୍ରଡକ୍ଟ ହଉଛି ଗୋଟେ ଭାୟା ମିଡିଆ। ତ ଭାୟା ମିଡିଆ ଆମର ବେଷ୍ଟ କ୍ୱାଲିଟିର, ଏଇଟା ହଉଛି କଥା। ଯୋଉ ଭାୟା ମିଡିଆ ବେଷ୍ଟ କ୍ୱାଲିଟିର, ତା ଦ୍ୱାରା କିନ୍ତୁ ଆମର ଲକ୍ଷ୍ୟ କଣ? ଆମର ଲକ୍ଷ୍ୟ ହଉଛି ସ୍ୱାସ୍ଥ୍ୟ କ୍ରାନ୍ତି। ଆମର ଉଦ୍ଦେଶ୍ୟ ସ୍ୱାସ୍ଥ୍ୟ କ୍ରାନ୍ତି। ଆମର ଉଦ୍ଦେଶ୍ୟ ହଉଛି ମାନେ ନାରୀ ସଶକ୍ତିକରଣ ଆଉ ଇଣ୍ଡିପେଣ୍ଡେନ୍ସ ହବା। ତ ମାନେ ଫାଇନାନ୍ସିଆଲ ଇଣ୍ଡିପେଣ୍ଡେଣ୍ଟ ହବା, ନିଜ ଗୋଡରେ ନିଜେ ଛିଡା ହବା, ଏଇ ତିନିଟା ଉଦ୍ଦେଶ୍ୟ। କିନ୍ତୁ ମେନ୍ ଲକ୍ଷ୍ୟ ହଉଛି କଣ? ମେନ୍ ଲକ୍ଷ୍ୟ ହଉଛି କଣ? ଫାଇନାନ୍ସିଆଲ ଯୋଉ ପାସିଭ ଇନକମ। ପାସିଭ ଇନକମ ହଉଛି ଆମର ଏଇ ସିଷ୍ଟମର ମେନ୍ ଉଦ୍ଦେଶ୍ୟ। ଆପଣ ଆମେ 5 ବର୍ଷ ଲାଗିକି କାମ କରିବା, ଆଉ ତାପରେ ସ୍ମାର୍ଟ ୱାର୍କ କରିବା, ତାପରେ କାମ ନ କରି ପାରିଲେ ମଧ୍ୟ ଇନକମ ଆସୁଥିବ। ଏଇ ଯୋଉ ସିଷ୍ଟମ ହଉଛି ନେଟୱାର୍କିଂ ବିଜନେସ ର ସାରା ପୃଥିବୀରେ, ଏଇ ହଉଛି ଚମତ୍କାର। ଦେଖନ୍ତୁ ଆଜି ଆମର ସାଇରାମ ବାବୁ 10 ବର୍ଷ ହେଲା ନାହାନ୍ତି, ଆଉ ତାଙ୍କର ମିସେସ୍, 2ଟି ପିଲା, ଛୋଟ ଛୋଟ ପିଲା ଥିଲେ। ସାଇରାମ ବାବୁ ଗଲେ ଭାରି, ତାଙ୍କର ଆଉ କିଛି ନଥିଲା। ନା ତାଙ୍କର ଶ୍ୱଶୁର ଘରେ କିଏ ତାଙ୍କର ଥିଲେ ସେମିତିକା, ତାଙ୍କର ରିଲେସନସିପ ଭଲ ନଥିଲା, କେହି ପଚାରିବାରେ ନାହିଁ। ନା ତାଙ୍କ ବାପ ଘରେ ସେତେ ଷ୍ଟ୍ରଙ୍ଗ ନୁହନ୍ତି।
ये प्रकार परिस्थिति रे से कौन करी थांते देखंतु सायराम बाबूंकर कष्ट परिश्रम रे जो सिस्टम डेवलपमेंट करथिले आज माने जने झीटा चार्टर्ड अकाउंटेंट हो गला गोटा चाकरी करिछि एमबीए करबा सहित सी इंश्योरेंस चाकरी करिछि अपार्टमेंट गुटे पाइछन्ती कौन साईराम बाबूंकर मिसेस माने आज से कौन काम कौन से करुछन्ती आज 10 वर्ष भीतर से कौन सेमती का काम करिवार पडुछि तांगु काम करिवार पडुनी एई सब मीटिंग केतेबेले केते अटेंड करुछन्ती जूम मीटिंग रे अटेंड करुछन्ती केतेबेले ए सब करुछन्ती किंतु ये होछि केवल गोटी एग्जांपल आमर आपण मानको जानिबारे किंतु सारा भारत रे एभली बहुत एग्जांपल अछि सब मोर व्यक्तिगत भावे मोर तो गोडर एमती प्रॉब्लम हे गला मु 6 मास बेड रे सोइली 6 मास सेतलो मोर बिजनेस बड़ी बड़ी आउस्तला एवं इनकम मध्य बड़ी बड़ी आउस्तला तो एबे किंतु आरसीएम रो परिवेश आरसीएम रो एमिति गोटे शक्तिशाली अछि एते सुंदर जे मोर गोटे बाड़ी रो सहारा रे मो वर्तमान सारा ओडिसा मध्य जाई परुछि कारण से बेले जोटी गले तो सेठी बंधु बांधव सांग साथी परिवार सब जगह रे रास्ता रे गला आलू मध्य अछंती भय भी किछि नै यदि मु कोरापुट जीवी ताले भी किछि प्रॉब्लम नै कि राउरकेला गले किछि प्रॉब्लम नै कि सब गाड़ी को मु जाई आसी परुछि करि परुछि तो जदि बा मु न करबी ताले मध्य मु जदि कहबी नै मोर गोड़ एमती मु जीविनी मु एठी रहबी ताले भी किछि नै मु एमती का जूम मीटिंग करी एबे संपर्क करी मोर सेमते इनकम आसुथिबो किंतु कथा होछि ये जो काम आरसीएम रो ये काम नुहे केतेबेले भावना हबो जेतेबेले काम बहुत भल लागिवो तेणु काम काम लागिवोनी जो काम हमकु भल लागे जेमती आरती मैडम को एक काम भल लागुची तेणु एको काम बोली से भाबु नांती जोहा को काम जो कामटा भल लागिवो करिया को काम भलिया लागिवोनी जो माने वर्तमान देखंतु हमर सब कोर लीडर माने तांकर एमिति से मानकर माने गोटे रक्त अस्थि मज्जागत हो आरसीएम रो ये काम काम नुहे से काम जदि न करिवे ताल तांको भल लागिवोनी मु जदि दिन भितरे मोर टीम रो सहित लोकन सहित कथबार्ता न करी मते भल लागेनी मोर एमती का जदि थिबि हठात मन किसी कौन कारण जदि भल न लगे किसी मुझे मोर टीम रे समस्त सहित कथबार्ता कर आरंभ करी मते बहुत भल लगे एमती बहुत घटना है जेतेबेले परिस्थिति परिवेश कौन कारण शारीरिक बहुत मोर अच्छी मोर जो गैस रे पेटर प्रोब्लेम हो भारी कष्ट लगुव मत प्राय होता कंट्रोल हो गलानी किंतु कौन कौन हेले मुझे कौन करे माइंड टा डाइवर्ट करने मुझे टीम समस्या कथबार्ता करे तेणु भल लगे तेणु ये आम जो अपरच्युनिटी पाइचे भगवान आशीर्वाद रु ताकू आम सद्व्यवहार करवा उचित एबे मोर देखो गुरुकुल रोचे प्रोग्राम जो होची सेतरे बसुंदी 1000 लोक बसुंदी एथरे जूम रे बसुंदी आ किछि लोक बसुंदी एथरे यूट्यूब रे बसुंदी किंतु हमरो केते लक्ष लोक अछंती ता माने कोन ता माने होची ए 1000 लोकंक माध्यम रे कि 2000 लोकंक माध्यम रे 20 लक्ष लोकंक पाखरे पहुंचीबा से केवल से 1000 2000 लोकंक पई गुरुकुल कह जाउनी गुरुकुल कह जाउची तांको माध्यम रे 20 लक्ष 30 लक्ष लोकंक पाखरे पहुंचीबा तो आमे जदि सेही बळी आमे से उद्देश्य को जदि आमे साधन न करि परिबा ताले किछि का आमे ताले आ कोन करबा किछि लाभ होबनी तो आमे एबे प्रमोशन करि परुने हमरो ए जदि बारंबार कहूची जदि जो माने आपनकर गुरुकुल रे घंटाटे बसिया पई सेमानकर समय होउनी कि ताले एई आधा घंटा भीतर तांको डाकंतु गुरुकुल रे जो आलोचना होची से दिन आपण मान तो बसचंदी सेगुला डिस्कशन करिवे तापरे तांको भल लागिवो से माने बसी पारंते किंतु ए आधा घंटा रे बसिया पई यदि आपण माने चेष्टा न करिवे कि चेष्टा जो प्रकार चेष्टा करूचंदी सेतरे सफल हेई परुनाती उपाय ढूंढंतु आ कोन करले से माने आसीबे जो ढंगरे लोकों को इनवाइट करुचंदी जो ढंगरे कहउचंदी सेतरे सांग ऊपर प्रभाव पड़िबो ये बिजनेस तो होची व्यक्तिर प्रभाव ऊपर प्रभाव आपण केते पकई परुचंदी जदि आपण मानकर प्रभाव पड़ी परुनी जो प्रकार रे कथावार्ता करले ताले आउ को उपाय रे कथावार्ता करंतु
आ 2-4 जण 5 जण सेही 4-5 जण जदि खराबले कहउथिबे सेमान तो विरक्त हो जाउथिबे। एथरे नंबर्स होची गेम ऑफ नंबर्स। तेणु केते लोकंकु आपण कांटेक्ट करिवे 100 लोक कांटेक्ट करले तो 20-30 लोक जेमिते हेले आपण कथा सुनिबे ग्यारंटेड। 100 लोक 20% ग्यारंटेड जदि होउनी ताले जानिबे आपण माने से भली कथावार्ता करू नांती सेमती कहू नांती। जदि 20% ग्यारंटेड 100 लोकंकु जदि से भली कहबे 50 लोकंकु कहले 10 जन लोक निश्चित 10-20% आ जदि 20 लोकंकु कहबे 4 जन लोक निश्चित सुनिबे। आ काजुअली कहबे कथा वॉइस रे हमरो जोर नथिबो कथा रे जोर नथिबो एक्साइटमेंट नथिबो विजन देखि पारु नथिबा जेमति काजुअली लोकंकु डाकिले से काई क्या कथा सुनिबो। तेणु से कथा रे सेमति जोर थिबा दरकार। तो एबे आमे प्रमोशन करंतु ए जो प्रमोशन रो अभाव होची प्रमोशन करंतु व्हाट्सएप रे मध्ये प्रमोशन करंतु ग्रुप रे मध्ये प्रमोशन करो। ए जो सकाळ आधा घंटा रो मीटिंग टा होची एटा माने व्हाट्सएप रे प्रमोशन करू नांती। प्रमोशन करंतु भला भाबे फोटो फोटो देइगिरी एटा प्रमोशन करंतु आपण मानकर टीम रे सब व्हाट्सएप रे प्रमोशन करंतु से लिंक टैग सहित फोटो फोटो सहित आपण माने आपनकर टीम रे समस्त को जो माने व्हाट्सएप रे अछंती बहुत लोक तो व्हाट्सएप रे नांती आपनकर सेमान को पर्सनली मध्ये पठंतु 100 लोकन को लिंक सहित फोटो सहित खाली लिंक टा पठै देलबनी फोटो आ सेतरे लेखा थिबो जे गुटे लेखा जदि हम मु भी गोटे तैयारी करके दे देबी सेटा को समस्त प्रमोशन करंतु पठांतु बार बार कर पठांतु चारिडिया लोक तांकर मध्ये तार मध्ये प्रभाव पड़िबो। प्रमोशन 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 ए बिजनेस होची प्रमोशन। तेणु प्रोग्राम रो प्रमोशन जूम रो प्रमोशन मीटिंग रो प्रमोशन होम मीटिंग रो प्रमोशन कंपनी रो प्रमोशन ऑफलाइन रो प्रमोशन टीसीजी रो प्रमोशन प्रोडक्ट रो प्रमोशन ये होची प्रमोशनल बिजनेस। बीसीजी प्राय स्वतंत्र गोटे वीडियो अच्छी प्रमोशन उपरे प्रमोशन 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 जोड़े वीडियो देखिए आपण माने प्रमोशन उपरे अच्छी प्रमोशन जी जिते अधिका करि परथिबो सी सेते लोक को गैदरिंग करबा बेसी प्रमोशन होची बड़ आ गोटे होची मीटिंग सेमिनार मीटिंग आ गोटे वीडियो अच्छी से मीटिंग रो महत्व कौन सेमिनार रो महत्व कौन ये केमिति भाव लोकों को प्रभाव पड़ो से विषय कहवा एगुड़ा करूँ चेष्टा करूँ आमर गोटे आलोचना करूँ कौन आपण मैंने केमिति भाव लोक मान इनवाइट कर कौन कहते जहाद्वारा कि से कथा शुणुना तो आउ केमिति भाव कहले केते लोक कहते थे आम ना गोटे काउनसिलिंग करवा गोटे आउ थे ये मंगलवार गोटे काउनसिलिंग करवा लोक से गोटे कंटाक्ट एंड इनवाइट पीपुल गोटे करते गोटे से टेक्निकाली करते प्राक्टिकाली आपण मानकर मतामत दिंतु ये वन साइडेड हो कहूँ कि शतपति बाबू कहूँ से समय चली जाऊँगी आपण मैंने भी कहतु जे कौन आपण मैंने केमिति भाव आपण मानकर अप्रोच करुँच कौ भाई आपण मैंने लोक कहते आम आमर अनुभूति कहूँ एमती भाव में इनवाइट करूँ एमती भाव में कहतु कौ कौ लोक डाकिबा केमिति भाव में डाकिबा केमिति कहवा एमती से सबुर जदि आम सिस्टमेटिकली काम करवा ताले लोक संख्या बढ़ सबु जगह लोक जूम रे लोक संख्या बढ़ुं सबु जगह बढ़ुं समस्त टीम रे होउछंती आपण मानकर कहीं न हो से तो लोक ना से माने तो डिफरेंट आपनकर टीम रे 100 150 200 500 1000 5000 एने साहबंकर टीम रे एने 50,000 लोक अछंती 50,000 माने कहया गले केते लोक अछंती साहबंकर टीम रे टर्मिनेट बहुत हो जाइछंती किंतु एक्टिव तो देखिया गले 400-500 लोक एक्टिव अछंती 500-700 लोक एक्टिव अछंती कि 1000 लोक एक्टिव अछंती ता भीतर निश्चित साहबंक सहित 150-100 लोक सहित माने घनिष्ठ संपर्क मध्य अछि तो सेमतिका एई बळी सुकांत बाबूंकर टीम रे भी बहुत लोक अछंती बहुत लोक संपर्क मध्य अछि अमी बाबूंकर भी बहुत लोक अछंती टीम रे बहुत लोक अछंती तो कार को परिस्थिति से माने अछंती कार पाखरे स्मार्टफोन नहीं कि से जूम रे जानी पारनी सेमिति लोक को छाड़ी देले आउरी भी बहुत लोक अछंती जो मानक पाखरे स्मार्टफोन अछि जो माने जूम रे जानी छंती आ जो मानकर समय मध्य अछि किंतु तांको उपरे हमरो संपर्क करि पारुने कि तांको प्रभावित कला बळी कथा कहि पारुने प्रमोशन करि पारुने आउ किछि हो नाही आमे प्रभावित कला बळी तांको मन को
ପ୍ରଭାବିତ କଲା ଭଳି ତାଙ୍କୁ ଆମେ କଥା କହିପାରୁନେ। ତ ତେଣୁକରି ଚେଷ୍ଟା କରନ୍ତୁ ତାଙ୍କୁ କେମିତି ପ୍ରଭାବିତ କରିପାରିବେ, କେମିତି କଥା କହିବେ, କେମିତି ସବୁ ତ ଆମର କଥାରେ ଅଛି ନା। ଆମର କଣ, ଆମର ତ ଏଥିରେ କିଛି କଣ ଆମର ଇନଭେଷ୍ଟମେଣ୍ଟ କଣ କରୁଛେ, ଆମେ ଆରମ୍ଭ କରୁଛେ ଯୋଉ ବିଜନେସ ଲୋକଙ୍କୁ ବି ତ କହୁଛେ नो ସେମିତି ରିସ୍କି ଇନଭେଷ୍ଟମେଣ୍ଟ କିଛି ନାହିଁ, ରିସ୍କି ଇନଭେଷ୍ଟମେଣ୍ଟ ନାହିଁ। ଏଇ ଆମର ମାନେ ଯିବା ଆସିବା ପାଇଁ ତେଲ ଖର୍ଚ୍ଚ, ମୋବାଇଲ ଖର୍ଚ୍ଚ, ଏଇ କୋଉଠି ଆମେ ଗଲେ କୋଉଠି ସେଠି ବସ ରେ ଗଲେ କି ଟ୍ରେନ ରେ ଗଲେ ସେଇ ଖର୍ଚ୍ଚ, ଏଇ ତ ସବୁ ଟିକେ ଖର୍ଚ୍ଚ, ସେଗୁଡାକୁ ଇନଭେଷ୍ଟମେଣ୍ଟ କହନ୍ତି। ତା ଛଡା ଗୋଟେ ରିସ୍କ ଇନଭେଷ୍ଟମେଣ୍ଟ ଏଥିରେ କିଛି ନାହିଁ ନା, ଏଥିରେ ଗୋଟେ ଧରାବନ୍ଧା ସମୟ ବି ନାହିଁ ନା, ଏଥିରେ ଗୋଟେ ବଡ ଗୋଟେ ଆମର ମାନେ କମ୍ପ୍ଲିକେଟେଡ ବା କ୍ରିଟିକାଲ ସିଷ୍ଟମ ବି ନୁହେଁ। ଲୋକଙ୍କ ସହିତ ମିଶିବା ଆଉ ଲୋକଙ୍କୁ ଆମର ପ୍ରଡକ୍ଟ ଏତେ ହାଇ କ୍ୱାଲିଟି ପ୍ରଡକ୍ଟ ଆମେ ଅନୁଭବ କରୁଛେ, ଆମେ କହୁଛେ ବି, ଆମ ଭିତରେ ଆମେ କହୁଛେ, ଆମ ନିଜକୁ ବି କହୁଛେ, ସମସ୍ତଙ୍କୁ ବି ନିଜ ଭିତରେ ବି କଥାବାର୍ତ୍ତା ହଉଛେ। ଆଜି ଆପଣ ମାନେ ପ୍ରତିଦିନ ଏବେ ତ ଖାଲି ପ୍ରଡକ୍ଟ ଉପରେ ହିଁ ଚାଲିଛି, କିଛି ଦିନ ହେଲାଣି ଗୁରୁକୁଳରେ ପ୍ରଡକ୍ଟ ଉପରେ ହିଁ ଚାଲିଛି। ସେ ନ୍ୟୁଟ୍ରିଚାର୍ଜ ପ୍ରଡକ୍ଟ ହେଲା, କିସୋଲ ପ୍ରଡକ୍ଟ ହେଲା, ତାପରେ ଏଇ ଆମର ଫାବ୍ରିକ୍ସ ଉପରେ ଚାଲିଛି, ଇଏ ସବୁ କେବଳ ପ୍ରଡକ୍ଟ ଉପରେ ଚାଲିଛି। ଆଉ ପ୍ରଡକ୍ଟ ବିଷୟରେ ଆପଣ ମାନେ ଏତେ ସୁନ୍ଦର ଭାବେ ପ୍ରେଜେଣ୍ଟ କରୁଛନ୍ତି, କହୁଛନ୍ତି ଯେ ଇଏ ବହୁତ କ୍ୱାଲିଟିର ପ୍ରଡକ୍ଟ ଆପଣ ମାନେ କହୁଛନ୍ତି, ଶୁଣୁଛନ୍ତି ଆଉ ନିଜକୁ କହୁଛନ୍ତି। ତ ଏଇ କଥାଟା ତ ଏତେ ଯଦି ଆପଣ ମାନେ ଫିଲ୍ କରୁଛନ୍ତି, ଆମେ ଯଦି ଫିଲ୍ କରିବା ଯେ ହଁ ପ୍ରଡକ୍ଟର ଏତେ ବହୁତ କ୍ୱାଲିଟି, ଆପଣ ମାନେ ଫିଲ୍ କରିବେ ଯଦି ଗୁରୁକୁଳ ଟା ବହୁତ ଭଲ, ଆପଣ ମାନେ ଫିଲ୍ କରୁଛନ୍ତି ଯେ ଏଇ ଅଧଘଣ୍ଟା ଭିତରେ ଆମର ଯୋଉ ଆଲୋଚନା ହଉଛି ସେ ବି ବହୁତ ବଢି, ତାହେଲେ ଯଦି ଏଗୁଡା ଫିଲ୍ କରୁଛନ୍ତି ତାହେଲେ ଅନ୍ୟକୁ କାହିଁ ପ୍ରଭାବିତ ଆମେ କରିପାରୁନେ? ଆମର ଟିମରେ ଏତେ ଲୋକ ଅଛନ୍ତି, ତାଙ୍କୁ କାହିଁ ଆମେ ପ୍ରଭାବିତ କରିପାରୁନେ? ତ କୋଉଠି ଆମର ଦୋଷ ରହିଲା, ଏଇ ଦୋଷ କୋଉଠି ରହିଲା ସେଇଟାକୁ ସିନା ଆମେ ଠିକ କଲେ ହବ। ଆମେ ଯଦି କହିବା ଲୋକଙ୍କୁ କହୁଛି ଲୋକେ ଆସୁନାହାନ୍ତି, ଇଏ ଠିକ କଥା ନୁହେଁ। ମୁଁ ବାର ବାର ମୁଁ କହୁଛି, ମୁଁ ସେଇ କଥା 2005ରେ କଥା ମତେ ସଞ୍ଜୀବ ଜୀ ବୁଝେଇଥିଲେ, ସେଇ ଦିନଠୁ ମୁଁ ଭୁଲି ଯାଇଛି ଯେ ଲୋକଙ୍କୁ ମୁଁ ଦୋଷ ଦେଇନି। ବିସିଜିଙ୍କର ବି ସେ 2005ରେ ଯେତେବେଳେ ଆରମ୍ଭ ହଉଥିଲେ, ସେ ଆସନ୍ତି ଯେତେବେଳେ କଥାବାର୍ତ୍ତା हुए, से लोगों को, लोग मीटिंग को आते नहीं, लोग प्रोडक्ट खरीदते नहीं, लोग ये गलत, ये सोच गलत, ये सोच को घुमा दो। मेरा कहां पर गलती है, मैं कैसे लोगों को माने बुलाऊं, लोग आए, ये होची ये विचार करवा होची। थैंक यू, बहुत बहुत धन्यवाद। ओवर टू सतपति बाबू, नमस्कार। ओके, थैंक यू सर। मेन चीज, मेन मुख्य जिनिस होची जे आमे लोकंकु इनवाइट करिबा, आउ जदि आमे इनवाइट करिबा ताले आमे बहुत बड़ पोजीशन को जाई परिबा। आज जदि निजर प्रयास रे 10,000 पीवी आमे निजे करूचे, टीम रे जदि 10 जन को आमे इन्वॉल्व कर देबा, तो तांको माध्यम रे 10,000 पीवी कर देबा, ताले से जगह रे हमरो 1 लाख बिजनेस आमे कर देई परिबा। तो सेथि लगी आमे प्रयास करिबा निहाती दरकार। आउ ये हमर सहयोग सब गुरुकुल माध्यम रे, इसो माध्यम रे हमर सहयोग अछि। तो आज तो समय हो जाइए, पुणी आमे काली बसिबा, काली नुआ चिंताधारा धरिकी बहुत सारा लोक को इनवाइट करिकी काली आमे मीटिंग को आगु बढ़ेबा। तो आपनको दिन सुखर रुहंतु, भले रुहंतु, दिन भले रहू। बहुत बहुत धन्यवाद, नमस्कार, जय आरसीएम। जय श्री जय श्री।